ବିଜୁ ଜନତା ଦଳର ମାନ୍ୟବର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାପତି ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଆହ୍ୱାନ କ୍ରମେ ଯଶୀପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ମହିଳା ଜନତା ଦଳ ତରଫରୁ ମହିଳା ଅଧିକାର ଅଭିଯାନ ବିଶାଳ ରାଲି ଉଦ୍ଯାପନ ହୋଇଯାଇଛି। ଯଶୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଚକ୍ରଧର ହେମ୍ବ୍ରମ, ମୟୂରଭଞ୍ଜ ସଦର ନମ୍ବର 2 ଯୁବ ସଭାପତି ଅଭିଷେକ ସାହୁ, କୁସୁମୀ ବ୍ଲକର ସଭାପତି ସୁଲୋଚନା ହେମ୍ବ୍ରମ ଓ ଜିଲ୍ଲା ପରିଷଦ ସଦସ୍ୟ ପୁତୁଲ ହାଇବୁରୁଙ୍କ ନେତୃତ୍ୱରେ ସମସ୍ତ ଗ୍ରାମ ପଞ୍ଚାୟତର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟା, ବିଜୁ ମହିଳା, ଯୁବ ଛାତ୍ର ଏବଂ ଛାମୁଆ ସଂଗଠନର ସହଯୋଗରେ ବିଶାଳ ରାଲି ମାଧ୍ୟମରେ କୁସୁମୀ ବ୍ଲକର ବିଡିଓ ଶିବଶଙ୍କର ମୁର୍ମୁଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟାଙ୍କୁ ବିଜେଡି ତରଫରୁ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବି ମାଧ୍ୟମରେ ସାରା ଭାରତରେ 543 ଆସନରେ ମହିଳାମାନଙ୍କୁ 33% ମହିଳା ସଂରକ୍ଷଣ ପ୍ରଦାନ, ଓଡ଼ିଶାରେ ମହିଳା ଏବଂ ଛାତ୍ରୀ ପ୍ରତି ବଢ଼ୁଥିବା ନିର୍ଯାତନାକୁ ଯଥାଶୀଘ୍ର ବନ୍ଦ କରିବା, ନବୀନ ବାବୁଙ୍କ ଆଦର୍ଶରେ ନବୀନ ବାବୁଙ୍କ ସରକାର ପଞ୍ଚାୟତିରାଜ ଓ ପୌର ସଂସ୍ଥାରେ ମହିଳା ସଂରକ୍ଷଣକୁ 50% ବୃଦ୍ଧି, ସୀମା ପୁନଃ ନିର୍ଦ୍ଧାରଣ ବିଲ୍କୁ ଲୁକାୟିତ ଭାବରେ ମହିଳା ସଂରକ୍ଷଣ ବିଲ୍ ନାଁରେ ପାଳିତ କରିବାର ଅପଚେଷ୍ଟା ଓ ହୀନ ଚକ୍ରାନ୍ତକୁ ଯଥାଶୀଘ୍ର ବନ୍ଦ କରିବା, ପ୍ରତ୍ୟେକ ଦିନ ଦୁଷ୍କର୍ମ, ଗଣଦୁଷ୍କର୍ମ, ଛାତ୍ରୀ ଓ ମହିଳାଙ୍କୁ ହତ୍ୟା ଭଳି ବର୍ବରୋଚିତ ଅମାନୁଷିକ କାଣ୍ଡ ଘଟି ଚାଲିଛି ତାହାକୁ ବନ୍ଦ କରିବା, ବ୍ୟାଙ୍କରୁ ଭାଉଜଙ୍କ ଟଙ୍କା ପାଇବା ପାଇଁ ମହିଳାଙ୍କ କଙ୍କାଳ ଖୋଲି ବ୍ୟାଙ୍କକୁ ନେବା ଭଳି ଅଭାବନୀୟ ଘଟଣା ପୁନରାବୃତ୍ତି ନ ହେବା ଭଳି ଦାବି ଉପସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲା ସଦର ନମ୍ବର 2 ବିଜେଡି ସଭାପତି ଦେବାଶିଷ ମାଣ୍ଡି, କାର୍ଯ୍ୟକାରୀ ସଭାପତି ରାଇସେନ ମୁର୍ମୁ, ଛାତ୍ର ସଭାପତି ଚନ୍ଦ୍ରଶେଖର ସାହୁ, ପୂର୍ବତନ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ରରୁଆ ଉପାଧ୍ୟକ୍ଷା କମଳା ମହାନ୍ତ, ପୂର୍ବତନ ମହିଳା ସଭାପତି ତନୁଜା ମହାନ୍ତ, ପୂର୍ବତନ ଛାତ୍ର ସଭାପତି ବିକାଶ ମହାନ୍ତ, ଜିଲ୍ଲା ପରିଷଦ ସଦସ୍ୟା ମଧ୍ୟରେ ମିନତୀ ନାୟକ, ସୁଜାତା ହୋ, ମିନତୀ ତିରିଆ, ବ୍ଲକ ସଭାପତି ଭାବରେ ଦର୍ପ ମହାନ୍ତ, ମନସ୍ତଗିରି, ବିଶ୍ୱ ସାହୁ, ଶମ୍ଭୁନାଥ ମହାକୁଡ଼, ସାର୍ଥକ ମହାନ୍ତ, ନଳିନୀ ରଞ୍ଜନ ସାହୁ, ଶାରଦା ବାରିକ, ତପନ ବେହେରା, ପ୍ରଦୀପ ବେହେରା, ରୋହିତ ସାହୁ, ରମେଶ ମହାନ୍ତି, ମୁନା କରୁଆ, ପ୍ରମିଳା ତିରିଆ, ପଙ୍କଜ ମହାନ୍ତ, ଜହର ନାୟକ, ରାଜୁ ତିୟୁ, ମଟକା ଚାତାରା, ଏମଡି ମୁସଲିମ, ଦୀପକ ପଲେଇ, ଜୋନି ଖାନ, ରାଜୁ ଗୁପ୍ତା, ଲିଟୁ ମହାନ୍ତି, ବାହାଦୁର ବେହେରା, ଦୀପ୍ତି ସିଂ ଲାଗୁରି, ଉତ୍ତମ ସାହୁ, ବିଶ୍ୱନାଥ ବାରିକ, ରୁଦ୍ର ବାରିକ, ଅଫଟାବ ଓଲି, ଅଭିରାମ ହେମ୍ବ୍ରମ, କାର୍ତ୍ତିକ କରୁଆ, ପ୍ରଫୁଲ୍ଲ ନାୟକ, ଦେବେନ୍ଦ୍ର ନାୟକ, ସଞ୍ଜୟ ସେଠୀ ଏବଂ ନିର୍ବାଚନ ମଣ୍ଡଳୀର 1000ରୁ ଉର୍ଦ୍ଧ୍ୱ ମହିଳା ପ୍ରବଳ ଖରା ସତ୍ତ୍ୱେ ଅଂଶଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା। ମୟୂରଭଞ୍ଜ ଜିଲ୍ଲାରୁ ଶ୍ୟାମଳେନ୍ଦୁ ପରିଡ଼ାଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।